ସାଙ୍ଗମାନେ ବର୍ତ୍ତମାନ ଆସି ନାଳବନ୍ଧ ରୋଡରେ ଆମେ ପହଞ୍ଚିଗଲୁ ଦାନପୁର ପାଖରେ। ସାଙ୍ଗମାନେ ଚାହୁଁ ଚାହୁଁ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ କଲପଟା ବ୍ରିଜରେ। ଏଠି ଦିଟା ନଈକି ବନ୍ଧା ହେଇକି ଦିଟା ବ୍ରିଜ ହେଇଛି। ସାଙ୍ଗମାନେ ବର୍ତ୍ତମାନ ଆମେ କେନ୍ଦ୍ରାପଡ଼ାରେ କାମ ସରିଗଲା। ବର୍ତ୍ତମାନ ଆମେ ଫେରିଲୁଣି ଘରକୁ ଗଲା ବାଟ ଦେଇକି କଳପଡା ଦେଇକି ଯିବା। କାଲି କଳପଡାରେ ବୋଇତ ବନ୍ଦାଣ ହେଇଥିଲା, ତା ପାଇଁ ଡଙ୍ଗା ପ୍ରସ୍ତୁତ ହେଇ ରେଡି ଅଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ ଆଜି ତ କାମ ବହୁତ ଥିଲା। ଆଜି ଗୋଟେ ଛୋଟ କାମ ଅଭିମୁଖେ ମୁଁ କେନ୍ଦ୍ରାପଡା ଯାଉଛି। ଚାଲନ୍ତୁ ଦେଖିବା କେନ୍ଦ୍ରାପଡାରେ ଆଜି ଦିନମାନ କଣ ହଉଛି, କଣ ସବୁ ଘଟୁଛି। ସାଙ୍ଗମାନେ ଦେଖିବା ଦିନମାନ ବ୍ଲକରେ ଆଜି କଣ ହଉଛି। ଫଲୋ ମି। ସାଙ୍ଗମାନେ ବର୍ତ୍ତମାନ ଆସି ନାଳବନ୍ଧ ରୋଡରେ ଆମେ ପହଞ୍ଚିଗଲୁ ଦାନପୁର ପାଖରେ। ତାପରେ ଦାନପୁର ପୋଲ ପଡିବ, ଦାନପୁର ପୋଲ ନ ହେଇକି ବର୍ତ୍ତମାନ ଆମେ କଲପଟଣା ଦେଇକି କେନ୍ଦ୍ରାପଡା ଯିବା। ଏଇ ରୋଡର ଅଭିମୁଖେ ଦେଖିବା କଣ କଣ ସବୁ ହଉଛି। ମଉସା ତାଙ୍କର ମାଉସୀ ନେଇ ଯାଉଛନ୍ତି, ଆଉ ଭାଇମାନେ ସବୁ କାରବାର ହଉଛନ୍ତି। ରାସ୍ତା ଅତି ସୁନ୍ଦର ରାସ୍ତା, ନାଳବନ୍ଧ ରାସ୍ତା ହେଇଯାଇଛି। ଆଉ ନାଳରେ ପାଣି ବି କମେଇ ଦେଇଛି, ଯେହେତୁ ଧାନ କଟା ପାଖେଇ ଆସିଲାଣି, ଧାନ ବହୁତ ହେଇଗଲାଣି, ଆଉ ପାଣି ଦରକାର ନାହିଁ। ଆଉ ପାଣି ହେଲେ ଆଉ ଧାନ କାଟି ହବନି, ବିଲ କାଦୁଅ ରହିବ, ମୁଗ ପାଗ ହବନି। ସାଙ୍ଗମାନେ 2 ଦିନ ହେଲାଣି ଶୀତ ଟିକେ ଟିକେ ପଡିଛି, ଆଉ ଶୀତ ବି ଲାଗୁଛି। କିନ୍ତୁ ଯେମିତି କୁମାର ପୂର୍ଣ୍ଣମୀ ଠାରୁ ଶୀତ ପଡିବା କଥା, ସେମିତି ଶୀତ ପଡୁନି, ଶୀତ ଲାଗୁଛି। ସାଙ୍ଗମାନେ ଏକରେ ସବୁ ଧାନ ଛୋଟ ଛୋଟ ବାହାରିଲାଣି, ଆଉ ନଳିତା ବି ବାଡିଆ ହଉଛି। ନଳିତା ଚାଷ ବୋଧେ କରିଛନ୍ତି। ଆଉ ଏପଟେ ସବୁ ଧାନ ବାହାରି ଗଲାଣି ସବୁ। ଆଉ ନାଳରେ ପାଣି ବି କମିଗଲାଣି। ଆଉ ନାଳରେ ପାଣି ଦବନି, କାହିଁକି ଯେହେତୁ ଧାନ ବର୍ତ୍ତମାନ ପାଚିବା ହେଇଗଲାଣି। ବର୍ତ୍ତମାନ ସାଙ୍ଗମାନେ ଆମେ ଆସି ଗୁରା ସାହି ପାଖାପାଖି ପହଞ୍ଚିଗଲୁଣି। ଆଗ ଛକଟା ହଉଛି ଗୁରା ସାହି ଛକ। ନାଳ କରରେ ସବୁ ଗାଈ ମାନେ ଚରୁଛନ୍ତି। ଆଉ ରାସ୍ତା ସାଇଡରେ ଗଛରା ଅତି ସୁନ୍ଦରମୟ ଦେଖାଯାଉଛନ୍ତି। ଖରାଦିନେ ଏ ରାସ୍ତା କରେ ଗଛ ପ୍ରକୃତିକୁ ଯେମିତି ଥଣ୍ଡା କରିଦବ। ସାଙ୍ଗମାନେ ଚାହୁଁ ଚାହୁଁ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ କଲପଟା ବ୍ରିଜରେ। ଏଠି ଦିଟା ନଈକି ବନ୍ଧା ହେଇକି ଦିଟା ବ୍ରିଜ ହେଇଛି। ଆଉ ଏଇଠି ମାଛ ଧରନ୍ତି, ଦେଖନ୍ତୁ ସବୁବେଳେ ଗୌରାଙ୍ଗ ଭାଇ ତାଙ୍କ ଚ୍ୟାନେଲରେ ଦେଖାନ୍ତି। ଏଇ ବ୍ରିଜ ଉପରେ ସବୁବେଳେ ମାଛ ଧରନ୍ତି। କହିବାକୁ ଗଲେ ଇଏ ଗୋଟେ ୟୁଟ୍ୟୁବର ଗୌରାଙ୍ଗ ଭାଇଙ୍କର ଏରିଆ। ତାଙ୍କ ଏରିଆକୁ ଆମେ ଆସିଛୁ। ସେ ଗୋଟେ ଦେଖା ନାହାନ୍ତି, ସବୁଦିନ ସକାଳେ ବ୍ରିଜରେ ସେ ଭିଡିଓ କରନ୍ତି। ଆଉ ତାଙ୍କ ଏରିଆ ପୁରା ଚାଷୀ ବନ୍ଦୀ ଏରିଆ, ଆଉ ଖାଲି ଚାଷ କାମ ଚାଲିଛି। ନଈ ପଠା ଏରିଆ, ଚାଷ ହୁଏ ବହୁତ ଭଲ। ସାଙ୍ଗମାନେ ବର୍ତ୍ତମାନ ଆମେ ଆସି କେନ୍ଦ୍ରାପଡା ପାଖାପାଖି ପହଞ୍ଚି ଗଲେଣି। ଗାଁ ରୋଡରେ ଯାଉଛେ, ଗାଁ ଭାଇ ସବୁ କାରବାର ହଉଛନ୍ତି। ସାଙ୍ଗମାନେ ଚାହୁଁ ଚାହୁଁ ଆସି ଆମ କେନ୍ଦ୍ରାପଡା ଆମର NH ରେ ପହଞ୍ଚିଗଲୁ। ଆଗକୁ ଆସୁଛି ଚଣ୍ଡିଖୋଲ ପାରାଦ୍ୱୀପ ରୋଡ। ତାକୁ କ୍ରସ କରି ଆମେ କେନ୍ଦ୍ରାପଡା ଟାଉନ ଅଭିମୁଖେ ଯିବା। ଆଉ ସାଙ୍ଗମାନେ ଗାଁର ପାଖ ପାଖରେ ସବୁ କାର୍ତ୍ତିକେଶ୍ଵର ହେଇଛନ୍ତି। କହିବାକୁ ଗଲେ ଏଉଠୁ ସବୁ ଚାଲ ପ୍ରୋଗ୍ରାମ। ଆଉ ବାଲିଯାତ୍ରା ବି ଆରମ୍ଭ ହେଇଯାଇଛି। ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଫେମସ। ଆଉ କଟକ ବାଲିଯାତ୍ରା ବି ଫେମସ। ବର୍ତ୍ତମାନ ଆମେ ଆସି ପହଞ୍ଚିଲେ, ଦେଖନ୍ତୁ NH। ପୁରା ଛେଳି ରାସ୍ତାରେ ଯାଉଛନ୍ତି ପୁରା ଦେଖନ୍ତୁ। NH କାମ ସବୁ ସରିବା ଉପରେ।
सांग मैंने बर्तमान आम चंडीखोल पारादीपी एनएच जाऊे रास्ता काम प्राय 50% सरिया सरिया उपर खाली ओभरब्रिज हो दीकर रोड काम सरीगला देखु केड़े नंबा नंबा चौड़ा रास्ता केते जल्दी सरी जाउछि टेक्नोलोजी एते आगे सब मेसिनरी काम प्राधान्य दिया काम आगु देख पिलर सब सेटिंग रही खाली खपा माने केते टेक्नोलोजी आगे सब आयरन गाड़ी जाउछि सब रास्ता कर सब पिलर सब थुआई खाली सेटिंग करा ब्रिज पे सांग मैंने केन्द्रापड़ा कम सरला बर्तमान आम बिरियानी प्लस भी गलु बिरियानी प्लस भेज बिरियानी जेहेतु आम अणुसुधी अच्छी भेज बिरियानी खाइलु आउ मिक्स भेज बहुत भल लगे ये हूँ आम बिरियानी प्लस आमर इच्छापुर जावा बाटर प्रभु बड़जू बाटर ये बिरियानी प्लस टी पड़ो खावाटी बहुत सुंदर जेहेतु मो सांग एठारे मैनेजमेंट अच्छी बहुत भल मैनेजमेंट था खाया बहुत भल लगे सांग मैंने बर्तमान आम केन्द्रापड़ा कम सरीगला बर्तमान आम फेरलु घर को घर गला बाट दे कलपड़ा देखी जा कलपड़ा हूँ आम लुणा चितरतला संगम स्थल कहले चले कारण ये दुईटा नई एकाठी हो महानदी में पड़ुं गाँ मझे मेढा चल चली जाऊँ माछ चल जाऊँ गाँ रास्ता पोखरी के सुंदर देखा माछ खेलुन कह गले पूरा गाँ रास्ता गाँ रास्ता बर्तमान कलपड़ा रोड रे बाहर नाल बंधर आम डायरेक्ट घर को गाँ पाखे यदि मंदिर पड़ा आपको मन शांति मंदिर गोटे स्कूल भी पड़ा स्कूल मंदिर ଏବେ ସାଙ୍ଗମାନେ ଆମେ କଳପଡ଼ା ବ୍ରିଜ ପାଖରେ ପହଞ୍ଚି ଗଲେଣି କଳପଡ଼ା କହିଲେ ଗୋଟେ ଛୋଟକାଟିଆ ମାର୍କେଟ ଦେଖନ୍ତୁ ଧାନ ଗଛ ସବୁ ଲାଗିଛି କାର୍ତ୍ତିକେଶ୍ୱରଙ୍କ ପୂଜା ବି ଚାଲିଛି ଛୋଟକାଟିଆ ମୀନା ବଜାର ବି ଲାଗୁଛି ପଡିଛି ମୀନା ବଜାର ପଡିଛି चाहूँ चाहूँ आम कलपड़ा बीच रे आसी पहुंची गले चलते देखिए नजारा केते सुंदर बढ़िया मार्केट है मौसा दुकान खोले ये भाई मैंने माछ भी धर बोईत बंधा कलपड़ार होता आज सांग मैंने काली चलते देखीदबा काली कलपड़ार बोईत बंधाण होता डंगा प्रस्तुत रेडी अच्छी कलपड़ा रोड ब्रिज ये सांग मैंने बर्तमान कलपड़ा ब्रिज पाड़ी आम नई बंधे आम घर अभिमुखे बाहर
नईबंध रास्ता लगुच बहुत भल अच्छी बोली कारण 2 वर्ष पूर्व रास्ता बहुत खराब था मैंने जाई होता आ कोरोना वर्ष तो ये पूरा खराब था रास्ता एकर एरिया सांग मान चाष बास निर्भर प्रबल चाषी अच्छा सब प्रकार चाष सांग मैंने भिडियो आज ये रखी भिडियो जब भल लगे लाइक करेंगे शेयर करेंगे सब्सक्राइब करेंगे रोची।